ମହାଭାରତର ବନବାସ କାଳ ଏହି ବିଷୟରେ ମୁଁ କହିବାକୁ ଯାଉଛି। ଧର୍ମ କିପରି ସାହାଯ୍ୟ କରେ। ମହାଭାରତରେ ବନବାସ କାଳରେ ପଞ୍ଚୁ ପାଣ୍ଡବ ଦୀର୍ଘ ଯାତ୍ରାରେ ଥିଲେ। ଗଭୀର ଜଙ୍ଗଲ, ରୁଦ୍ର ତାପ, ତୀବ୍ର ତୃଷ୍ଣା। ଯୁଧିଷ୍ଠିର ଅନୁରୋଧ କଲେ, ହେ ନକୁଳ, ତୁମେ ଜଳ ନେଇକି ଆସ। ନକୁଳ ଝିଲି ପାଖକୁ ଯାଇଥିଲେ, କିନ୍ତୁ ଜଳ ପିଇବା ପୂର୍ବରୁ ଏକ ଅଦୃଶ୍ୟ ଶକ୍ତି ତାଙ୍କୁ ଭୂମିରେ ଠେଲିଦେଲା। ଏହି ଦୃଶ୍ୟ ତିନି ଭାଇ ଭୀମ ଓ ଅର୍ଜୁନ ସହଦେବଙ୍କ ସହ ମଧ୍ୟ ଘଟିଲା। ସେମାନେ ମଧ୍ୟ ଝିଲିକୁ ଗଲେ ଓ ସେଠାରେ ଅଚେତନ ହୋଇ ପଡ଼ି ରହିଲେ। ଶେଷରେ ଯୁଧିଷ୍ଠିର ଭାଇମାନଙ୍କ ଫେରିବା ବାଟକୁ ଚାହିଁ ନ ଫେରିବାରୁ ନିଜେ ଝିଲି ପାଖକୁ ଗଲେ, ଅର୍ଥାତ୍ ପୁଷ୍କରିଣୀ ପାଖକୁ ଗଲେ। ଭାଇମାନେ ଅଚେତନ। ଏହି ଅଦୃଶ୍ୟ ସ୍ୱର ତାଙ୍କୁ ଶୁଭିଲା, ହେ ଧର୍ମରାଜ, ମୋ ପ୍ରଶ୍ନର ଉତ୍ତର ଦିଅ, ନହେଲେ ତୁମେ ଜଳ ପିଇପାରିବ ନାହିଁ। କେଉଁଠୁ ସେହି ଅଦୃଶ୍ୟ ଶକ୍ତି ଆସୁଛି? ଯୁଧିଷ୍ଠିର ଲକ୍ଷ୍ୟ କଲେ ଯେ ସେ ଥିଲେ ବକ ଧର୍ମରାଜ ରୂପ। ବକ ପଚାରିଲେ, ମୋ ପ୍ରଶ୍ନର ତୁମେ ଉତ୍ତର ଦିଅ। ଶାନ୍ତ ସ୍ୱରରେ ଯୁଧିଷ୍ଠିର ଉତ୍ତର ଦେଲେ, ହେ ଧର୍ମରାଜ, ମୋତେ ପ୍ରଶ୍ନ ପଚାରନ୍ତୁ। ବକରୂପୀ ଧର୍ମରାଜ ପଚାରିଲେ, ପୃଥିବୀରେ ସବୁଠୁ ଆଶ୍ଚର୍ଯ୍ୟ କ'ଣ? ଯୁଧିଷ୍ଠିର ଉତ୍ତର ଦେଲେ, ପ୍ରତିଦିନ ଲୋକ ମୃତ୍ୟୁ ଦେଖନ୍ତି, ତଥାପି ନିଜକୁ ଅମର ଭାବନ୍ତି। ଧର୍ମରାଜ ପଚାରିଲେ, କେଉଁଠୁ ଧର୍ମ ଆସେ? ଯୁଧିଷ୍ଠିର ଉତ୍ତର ଦେଲେ, ଧର୍ମ ହୃଦୟ ଓ ବିବେକରେ ବସିଥାଏ। ପୁଣି ପଚାରିଲେ ତୃତୀୟ ପ୍ରଶ୍ନ, ଧର୍ମରାଜ, କିଏ ସେ ଯିଏ ଧନୀ? ଯୁଧିଷ୍ଠିର ଉତ୍ତର ଦେଲେ, ଯିଏ ସନ୍ତୋଷରେ ବଞ୍ଚେ ସେ ହିଁ ଧନୀ। ବଗରୂପୀ ଧର୍ମରାଜ ଖୁସି ହେଲେ। ସେ କହିଲେ, ମୁଁ ବଗ ନୁହେଁ, ମୁଁ ଧର୍ମରାଜ, ତୁମର ପିତା। ତୁମର ଧୈର୍ଯ୍ୟ, ସତ୍ୟ ଓ ନୀତିର ଶ୍ରଦ୍ଧା ଦେଖି ମୁଁ ତୁମର ଭାଇମାନଙ୍କୁ ପୁନର୍ଜୀବିତ କରୁଛି। ଏହି କାହାଣୀ ଆମକୁ ଶିଖାଏ, ଜୀବନର ଗଭୀରତମ ପରୀକ୍ଷାରେ ମଧ୍ୟ ଯଦି ଆମେ ସତ୍ୟ, ଧୈର୍ଯ୍ୟ ଓ ଧର୍ମର ଅତୁଟ ରହିବା, ତେବେ ଦେବତାମାନେ ନିଜେ ମଧ୍ୟ ଆସି ଆମକୁ ଆଶୀର୍ବାଦ ଦେଇଥାନ୍ତି। ଦର୍ଶକ ବନ୍ଧୁ, ଯଦି କାହାଣୀଟି ଭଲ ଲାଗିଥାଏ ତେବେ ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।